ଆଜିର ଏହି ଗଭୀର ଅନୁଧ୍ୟାନ କାର୍ଯ୍ୟକ୍ରମକୁ ସ୍ୱାଗତ। ମାନେ ଆଜି ଆମେ ଏମିତି ଏକ ଐତିହାସିକ ଯାତ୍ରା ବିଷୟରେ କଥା ହେବା ଯାହା କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ଚିନ୍ତାଧାରାକୁ ବଦଳାଇ ଦେଇଥିଲା। ହଁ, ଆଉ ଏଇ ବିଷୟଟି ପ୍ରକୃତରେ ବହୁତ ରୋଚକ, କାରଣ ଆମେ ଯେତେବେଳେ ଇତିହାସ ପଢ଼ୁ କେବଳ ତାରିଖଗୁଡ଼ିକ ମନେ ରଖିବାକୁ ଚେଷ୍ଟା କରୁ, କିନ୍ତୁ ଆଜିର ଲକ୍ଷ୍ୟ ଟିକେ ଭିନ୍ନ। ଏକଦମ ଠିକ୍ କହିଲେ। ଆଜି ଆମର ଉତ୍ସ ହେଉଛି ଦଶମ ଶ୍ରେଣୀର ଇତିହାସ ପୁସ୍ତକର କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହାକୁ ରାଜେଶ ସାମର ପ୍ରସ୍ତୁତ କରିଛନ୍ତି। ଏଥିରେ ବିଶେଷ କରି ଭାରତୀୟ ଜାତୀୟ ଆନ୍ଦୋଳନ ଏବଂ ଗାନ୍ଧୀ ଯୁଗ ଉପରେ ଆଲୋକପାତ କରାଯାଇଛି। ଆଉ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହା ଖୋଜି ବାହାର କରିବା ଯେ କିପରି ଜଣେ ଅତି ସାଧାରଣ ଟିକେ ଲାଜକୁଡ଼ା ଆଇନଜୀବୀ ଦିନେ ସମଗ୍ର ବିଶ୍ୱ ପାଇଁ ଏକ ଆଦର୍ଶ ଜନନାୟକରେ ପରିଣତ ହେଲେ। ସତରେ, ଆଉ ତାଙ୍କର ସେହି ଅମୋଘ ଅସ୍ତ୍ର ଅର୍ଥାତ୍ ଅହିଂସା ଓ ସତ୍ୟାଗ୍ରହର ମୂଳ କାହାଣୀ ପ୍ରକୃତରେ କେଉଁଠାରୁ ଆରମ୍ଭ ହୋଇଥିଲା? ଦେଖନ୍ତୁ, ଯଦି ଆମେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଚିନ୍ତା କରିବା, ଆମ ଆଖି ସାମ୍ନାକୁ ଜଣେ ବୟସ୍କ, ଶାନ୍ତ, ଧୋତି ପିନ୍ଧିଥିବା ମଣିଷଙ୍କର ଚିତ୍ର ଆସେ। ଯିଏକି ପୁରା ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲେ। ଏକ୍ଜାକ୍ଟଲି। କିନ୍ତୁ ଏହି କାହାଣୀର ଆରମ୍ଭ ବହୁତ ସାଧାରଣ ଥିଲା। ମୋହନଦାସ କରମଚାନ୍ଦ ଗାନ୍ଧୀ 1869 ମସିହା ଅକ୍ଟୋବର 2 ତାରିଖରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ଆଉ 1882 ମସିହାରେ ସେ କସ୍ତୁରବାଙ୍କୁ ବିବାହ କରିଥିଲେ। ଯାହାଙ୍କୁ ସ୍ନେହରେ ବା କୁହାଯାଉଥିଲା, ନୁହେଁ କି? ହଁ, ବା। ତାପରେ ସେ ଆଇନ ପଢ଼ିବାକୁ 1888 ମସିହାରେ ଇଂଲଣ୍ଡ ଗଲେ ଏବଂ 1891ରେ ନିଜର ଶିକ୍ଷା ଶେଷ କରି ଫେରିଲେ। ମାନେ ଏହା ଥିଲା ସେହି ସମୟର ଜଣେ ସାଧାରଣ ଉଚ୍ଚ ମଧ୍ୟବିତ୍ତ ଯୁବକଙ୍କର ଏକ ସ୍ୱାଭାବିକ ଜୀବନଶୈଳୀ। ଠିକ୍ କଥା। ସେ ଫେରିବା ପରେ ରାଜକୋଟ ଏବଂ ବମ୍ବେରେ ଓକିଲାତି ମଧ୍ୟ ଆରମ୍ଭ କଲେ। କିନ୍ତୁ ଆଜିର ଏହି ଉତ୍ସରେ ଯାହା ରାଜେଶ ସାମଲ ପ୍ରସ୍ତୁତ କରିଛନ୍ତି, ସେଥିରେ ଗୋଟିଏ ନିର୍ଦ୍ଦିଷ୍ଟ ଘଟଣାର ଉଲ୍ଲେଖ ଅଛି ଯାହା ଏହି ସାଧାରଣ ଜୀବନର ଦିଗ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ପ୍ରକୃତରେ ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କର ଏକ ମକଦ୍ଦମା ଲଢ଼ିବା ପାଇଁ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାର ନାତାଲ ଯାଇଥିଲେ। ସେଠାକାର ପରିସ୍ଥିତି କାହିଁକି ଏତେ ଭୟଙ୍କର ଥିଲା ଯେ ଏହା ଗାନ୍ଧୀଜୀଙ୍କୁ ଏତେ ମାତ୍ରାରେ ପ୍ରଭାବିତ କଲା? କାରଣ ସେଠାରେ ସେ ଯେଉଁ ସମସ୍ୟାର ସମ୍ମୁଖୀନ ହେଲେ, ତାହା କୌଣସି ସାଧାରଣ ଆଇନଗତ ସମସ୍ୟା ନଥିଲା। ତାହା ଥିଲା ଚରମ ବର୍ଣ୍ଣବୈଷମ୍ୟ ନୀତି। ଦକ୍ଷିଣ ଆଫ୍ରିକାରେ ସେତେବେଳେ ଶ୍ୱେତାଙ୍ଗ ଇଂରେଜମାନଙ୍କର ଶାସନ ଥିଲା, ଆଉ ସେଠାରେ ରହୁଥିବା ଭାରତୀୟମାନଙ୍କୁ ମାନେ ମଣିଷ ବୋଲି ମଧ୍ୟ ଗଣାଯାଉନଥିଲା। ବହୁତ ଦୁଃଖଦାୟକ। ସେମାନଙ୍କର ଭୋଟ ଦେବାର କୌଣସି ଅଧିକାର ନଥିଲା। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ନିର୍ବାଚନ କରି ଦେବାକୁ ପଡୁଥିଲା ଏବଂ ସବୁଠାରୁ ଅମାନବୀୟ କଥା ହେଉଛି ସେମାନଙ୍କୁ ସହର ବାହାରେ ଥିବା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ରହିବାକୁ ବାଧ୍ୟ କରାଯାଉଥିଲା। ମାନେ ଆଜିକାଲିର ମୁକ୍ତ ସମାଜରେ ଏହା କଳ୍ପନା ମଧ୍ୟ କରାଯାଇପାରେ ନାହିଁ। ଆଉ ମୁଁ ଏହି ତଥ୍ୟରେ ଦେଖୁଛି ଯେ ରାତି 9ଟା ପରେ ସେମାନେ ଘରୁ ବାହାରି ପାରିବେ ନାହିଁ। ଏକଦମ ସତ୍। ରାତି 9ଟା ପରେ ଘରୁ ବାହାରିବା ମନା ଥିଲା। ଆଉ କେବଳ ସେତିକି ନୁହେଁ, ସାଧାରଣ ଲୋକେ ବ୍ୟବହାର କରୁଥିବା ପାଦଚଳା ରାସ୍ତାରେ ମଧ୍ୟ ଭାରତୀୟମାନେ ଚାଲିପାରିବେ ନାହିଁ। ଆଚ୍ଛା। ହଁ, ଯେତେ ବଡ଼ ବ୍ୟବସାୟୀ ହୋଇଥାନ୍ତୁ ନା କାହିଁକି, ଶ୍ୱେତାଙ୍ଗମାନେ ସେମାନଙ୍କୁ ଅତ୍ୟନ୍ତ ଘୃଣାର ସହ କୁଲି ବୋଲି ଡାକୁଥିଲେ। ଏହି ବ୍ୟବସ୍ଥା ଭିତରକୁ ଯେତେବେଳେ ଯୁବକ ମୋହନଦାସ ଗଲେ, ତାଙ୍କୁ ମଧ୍ୟ ସମାନ ଅପମାନ ସହିବାକୁ ପଡ଼ିଥିଲା। ଥରେ କଚେରୀ ଭିତରେ ବିଚାରପତି ତାଙ୍କୁ ନିଜର ପଗଡ଼ି କାଢ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଥରେ ରାତି 9ଟା ପରେ ରାସ୍ତାରେ ଚାଲୁଥିବା କାରଣରୁ ଜଣେ ପୋଲିସ ତାଙ୍କୁ ଆକ୍ରମଣ ବି କରିଥିଲା। ଆଉ ତାପରେ ସେହି ପ୍ରସିଦ୍ଧ ଟ୍ରେନ୍ ଘଟଣା, ଯାହା ବୋଧହୁଏ ତାଙ୍କ ଜୀବନର ସବୁଠାରୁ ବଡ଼ ମୋଡ଼ ଥିଲା। ହଁ, ସେହି ଶୀତୁଆ ରାତି। ପ୍ରଥମ ଶ୍ରେଣୀ ଟିକିଟ୍ ଥାଇ ମଧ୍ୟ କେବଳ ଜଣେ କଳା ଲୋକ ହୋଇଥିବାରୁ ତାଙ୍କୁ ତାଙ୍କର ଆସବାବପତ୍ର ସହ ଟ୍ରେନ୍ରୁ ତଳକୁ ଫିଙ୍ଗି ଦିଆଯାଇଥିଲା। ସେହି ରାତିର ଶୀତ ଏବଂ ଅପମାନବୋଧ ବୋଧରେ କୌଣସି ସାଧାରଣ ମଣିଷକୁ ଭୟଭୀତ କରିଦେଇଥାନ୍ତା। ସେ ହୁଏତ ସବୁ ଛାଡ଼ି ଭାରତ ଫେରି ଆସିଥାନ୍ତେ। ପ୍ରକୃତିରେ ସେୟା ହିଁ ହୋଇଥାନ୍ତା, କିନ୍ତୁ ସେହି ରାତି ତାଙ୍କୁ ଭାଙ୍ଗିବା ପରିବର୍ତ୍ତେ ଭିତରୁ ଏକଦମ ବଦଳାଇ ଦେଲା। ସେହି ଅପମାନ ତାଙ୍କ ଭିତରେ ଥିବା ଜଣେ ବିଦ୍ରୋହୀକୁ ଜନ୍ମ ଦେଲା। ଏବଂ ଏହି ବିଦ୍ରୋହ କୌଣସି ରକ୍ତାକ୍ତ ବିପ୍ଳବ ନଥିଲା। ସେ ଭାରତୀୟମାନଙ୍କୁ ଏକାଠି କରିବା ଆରମ୍ଭ କଲେ। ଯେମିତିକି 1894 ମସିହାରେ ସେ ନାଟାଲ ଭାରତୀୟ କଂଗ୍ରେସ ଗଠନ କଲେ। ଲୋକଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ପାଇଁ ଇଣ୍ଡିଆନ୍ ଓପିନିୟନ ନାମକ ପତ୍ରିକା ପ୍ରକାଶ କଲେ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା,
ଏହିଠାରେ ହିଁ ସେ ନିଜର ନୂତନ ଏବଂ ଅଭିନବ ଅସ୍ତ୍ରର ପ୍ରୟୋଗ କଲେ, ଯାହାର ନାମ ଥିଲା ସତ୍ୟାଗ୍ରହ। ସତ୍ୟ ପ୍ରତି ଆଗ୍ରହ ଆଉ ବିନା କୌଣସି ହିଂସାରେ ଅନ୍ୟାୟର ପ୍ରତିରୋଧ କରିବା। ଏହି ସତ୍ୟାଗ୍ରହର ପ୍ରୟୋଗ କିପରି ହେଲା ତାହା ବୁଝିବା ନିହାତି ଜରୁରୀ, କାରଣ ଆମ ଉତ୍ସରେ 2ଟି ନିର୍ଦ୍ଦିଷ୍ଟ ଆଇନ ବିଷୟରେ ଲେଖା ଅଛି। ପ୍ରଥମଟି ଥିଲା 1906 ମସିହାର ଏକ ଆଇନ। ସେ ଆଇନଟି ପ୍ରକୃତରେ କ'ଣ ଥିଲା? ଦେଖନ୍ତୁ, ସେହି 1906 ମସିହାର ଆଇନଟି ଅତ୍ୟନ୍ତ ଅପମାନଜନକ ଥିଲା। ଦକ୍ଷିଣ ଆଫ୍ରିକା ସରକାର ନିୟମ କଲେ ଯେ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଆଙ୍ଗୁଳି ଛାପ ଥିବା ଏକ ପଞ୍ଜୀକୃତ ପ୍ରମାଣପତ୍ର ସବୁବେଳେ ନିଜ ପାଖରେ ରଖିବାକୁ ପଡ଼ିବ, ଯେମିତିକି ସେମାନେ ସମସ୍ତେ ଗୋଟିଏ ଗୋଟିଏ ଅପରାଧୀ। ଓହୋ, ଏହା ବିରୋଧରେ ଗାନ୍ଧିଜୀ 1906 ସେପ୍ଟେମ୍ବର 11ରେ ଜୋହାନ୍ସବର୍ଗର ଏମ୍ପାୟାର ଥିଏଟରଠାରେ ଏକ ବିରାଟ ସଭା କଲେ। ସମସ୍ତେ ଶପଥ ନେଲେ ଯେ ସେମାନେ ଏହି କଳା ଆଇନକୁ ମାନିବେ ନାହିଁ। ଏଥିପାଇଁ ଗାନ୍ଧିଜୀଙ୍କୁ ବନ୍ଦୀ ବି କରାଗଲା। କିନ୍ତୁ ଆନ୍ଦୋଳନ ଦବିଲା ନାହିଁ, ବରଂ ଅଧିକ ଶକ୍ତିଶାଳୀ ହେଲା। ତାପରେ ଆଉ ଏକ ଅଦ୍ଭୁତ ଆଇନ ଆସିଲା 1913 ମସିହାରେ। ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ହୋଇନଥିବା କିମ୍ବା ପଞ୍ଜୀକୃତ ହୋଇନଥିବା ସମସ୍ତ ବିବାହକୁ ଅସ୍ୱୀକାର କରିଦିଆଗଲା। ଅର୍ଥାତ୍ ଯେଉଁ ଭାରତୀୟମାନେ ହିନ୍ଦୁ କିମ୍ବା ମୁସଲମାନ ରୀତିନୀତିରେ ବିବାହ କରିଥିଲେ, ସେମାନଙ୍କର ବିବାହ ଆଉ ବୈଧ ନୁହେଁ। ଏହା ତ ସିଧାସଳଖ ଲୋକଙ୍କର ପାରିବାରିକ ଏବଂ ଧାର୍ମିକ ଭାବନା ଉପରେ ପ୍ରହାର ଥିଲା। ଏବଂ ଠିକ୍ ଏହି କାରଣରୁ ଆନ୍ଦୋଳନ ଚରମ ସୀମାରେ ପହଞ୍ଚିଲା। ହଜାର ହଜାର ସଂଖ୍ୟାରେ ଭାରତୀୟ, ବିଶେଷ କରି ମହିଳାମାନେ ରାସ୍ତାକୁ ଓହ୍ଲାଇଲେ। ବ୍ରିଟିଶ ସରକାରଙ୍କୁ ବୁଝିବାକୁ ବାକି ରହିଲା ନାହିଁ ଯେ ଏହି ଅହିଂସା ଆନ୍ଦୋଳନକୁ ଗୁଳି ବା ବନ୍ଧୁକ ଦ୍ୱାରା ଦବାଇ ଦିଆଯାଇପାରିବ ନାହିଁ। ଶେଷରେ ସେତେବେଳର ଶାସନ ମୁଖ୍ୟ ଜେନେରାଲ ସ୍ମଟ୍ସ ବାଧ୍ୟ ହୋଇ ହାର ମାନିଲେ। ଭାରତୀୟମାନଙ୍କ ଉପରେ ଥିବା ଅନେକଗୁଡ଼ିଏ ଅପମାନଜନକ ଆଇନ ପ୍ରତ୍ୟାହାର କରି ନିଆଗଲା। ମାନେ, ଏହା ଥିଲା ସତ୍ୟାଗ୍ରହ ଅସ୍ତ୍ରର ପ୍ରଥମ ବିଶ୍ୱସ୍ତରୀୟ ସଫଳତା। ଆଉ ଏହି ସଫଳତା ଧରି ଯେତେବେଳେ ଗାନ୍ଧିଜୀ 1915 ମସିହା ଜାନୁଆରୀ 9 ତାରିଖରେ ଭାରତକୁ ଫେରିଲେ, ସେତେବେଳେ ସେ ଆଉ ସେହି ଲାଚକୁଳା ଓକିଲ ନଥିଲେ। ସେ ଜଣେ ବିଜୟୀ ନେତା ହୋଇସାରିଥିଲେ। ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କୁ ସେହି ସମୟରେ ହିଁ ମହାତ୍ମା ଆଖ୍ୟା ପ୍ରଦାନ କରିଥିଲେ। ହଁ, କିନ୍ତୁ ଭାରତକୁ ଫେରିବା ପରେ ସେ ସିଧାସଳଖ ଆସି ସ୍ୱାଧୀନତା ସଂଗ୍ରାମରେ ଡେଇଁ ପଡ଼ିଲେ ନାହିଁ। ସେ ତାଙ୍କର ରାଜନୈତିକ ଗୁରୁ ଗୋପାଳ କୃଷ୍ଣ ଗୋଖଲେଙ୍କୁ ଭେଟିଲେ ଏବଂ ଗୋଖଲେ ତାଙ୍କୁ ଏକ ଚମତ୍କାର ଉପଦେଶ ଦେଇଥିଲେ। ଗୋଟିଏ ବର୍ଷ ପାଇଁ ଦେଶ ବୁଲିବାକୁ ନା? ଏକଦମ। ଗୋଖଲେ ବୁଝିଥିଲେ ଯେ ଦକ୍ଷିଣ ଆଫ୍ରିକାର ସମସ୍ୟା ଆଉ ଭାରତର ସମସ୍ୟା ଭିତରେ ବହୁତ ଫରକ ଅଛି। ତେଣୁ ସେ ଗାନ୍ଧିଜୀକୁ ପରାମର୍ଶ ଦେଲେ ଯେ ଗୋଟିଏ ବର୍ଷ ପାଇଁ ସକ୍ରିୟ ରାଜନୀତିରୁ ଦୂରେଇ ରୁହ। ପୁରା ଭାରତବର୍ଷ ବୁଲି ଦେଖ, ଲୋକଙ୍କର ମାନସିକତା ଆଉ ପ୍ରକୃତ ଦୁଃଖ କ'ଣ ତାହା ଅନୁଭବ କର। ଆଉ ଗାନ୍ଧିଜୀ ଠିକ୍ ସେୟା ହିଁ କଲେ। ସେ 1916 ମସିହାରେ ଅହମ୍ମଦାବାଦ ନିକଟରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କଲେ, ଯେଉଁଠାରୁ ସେ ଦେଶବାସୀଙ୍କୁ ସତ୍ୟ ଏବଂ ଅହିଂସାର ଶିକ୍ଷା ଦେବା ଆରମ୍ଭ କଲେ। କାରଣ ସତ୍ୟାଗ୍ରହ ଅର୍ଥ ଭୀରୁତା ବା ଦୁର୍ବଳତା ନୁହେଁ। ନା, ଆଦୌ ନୁହେଁ। ଏହା ହେଉଛି ଅନ୍ୟାୟ ବିରୋଧରେ ନିର୍ଭୀକତାର ସହ ଶାନ୍ତିପୂର୍ଣ୍ଣ ସଂଗ୍ରାମ। ଏହି ଦର୍ଶନର ପ୍ରକୃତ ପରୀକ୍ଷା ହେଲା ଭାରତରେ ତାଙ୍କର ପ୍ରାରମ୍ଭିକ 3ଟି ଆଞ୍ଚଳିକ ଆନ୍ଦୋଳନରେ, ଯାହା ଆମ ଉତ୍ସରେ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଚମ୍ପାରଣ, ଖେଡ଼ା ଏବଂ ଅହମ୍ମଦାବାଦ। ଆସନ୍ତୁ ପ୍ରଥମେ ଚମ୍ପାରଣ ବିଷୟରେ କଥା ହେବା। 1917 ମସିହାରେ ବିହାରର ଚମ୍ପାରଣଠାରେ କିଛି ଏକ ଅଦ୍ଭୁତ ବ୍ୟବସ୍ଥା ଚାଲିଥିଲା, ଯାହାକୁ 3 କାଠିଆ ବ୍ୟବସ୍ଥା କୁହାଯାଉଥିଲା। ଟିକେ ବୁଝାଇବେ ଏହା ପ୍ରକୃତରେ କ'ଣ ଥିଲା? ଦେଖନ୍ତୁ, ଏହି 3 କାଠିଆ ବ୍ୟବସ୍ଥା ପ୍ରକୃତରେ ଏକ ଅର୍ଥନୈତିକ ଜାଲ ଥିଲା। ଏହି ନିୟମ ଅନୁଯାୟୀ ଚାଷୀମାନେ ବାଧ୍ୟତାମୂଳକ ଭାବେ ନିଜ ଜମିର 20 ଭାଗର 3 ଭାଗ ଅଂଶରେ କେବଳ ନୀଳ ଚାଷ କରିବେ, ଆଉ ସେହି ନୀଳକୁ ବ୍ରିଟିଶ ବଗିଚା ମାଲିକମାନେ ଯେଉଁ ଦର ସ୍ଥିର କରିବେ ସେହି ଶସ୍ତା ଦରରେ ବିକ୍ରି କରିବେ। ଏହା ତ ସମ୍ପୂର୍ଣ୍ଣ ଶୋଷଣ। ଆଉ ଏହି ସମୟରେ ରାଜକୁମାର ଶୁକ୍ଳ ନାମକ ଜଣେ ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ସେଠାକୁ ଗଲେ। ସେଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଜିଲ୍ଲା ପ୍ରଶାସନ ତାଙ୍କୁ ତୁରନ୍ତ ଚମ୍ପାରଣ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ, କିନ୍ତୁ ଗାନ୍ଧିଜୀ ସିଧାସଳଖ ମନା କରିଦେଲେ। ସେ କହିଲେ, ମୁଁ ଯିବି ନାହିଁ ଏବଂ ଯାହା ଦଣ୍ଡ ଦିଆଯିବ ତାହା ଭୋଗିବାକୁ ପ୍ରସ୍ତୁତ ଅଛି। ଆଉ ଏହି ଗୋଟିଏ ପଦ କଥା ଚମ୍ପାରଣର ଚାଷୀମାନଙ୍କ ଭିତରେ ଥିବା ବ୍ରିଟିଶ ସରକାରଙ୍କ ଭୟକୁ ଦୂର କରିଦେଲା। ଜଣେ ମଣିଷ ବିନା ଅସ୍ତ୍ରରେ ଏତେ ବଡ଼ ସାମ୍ରାଜ୍ୟର ଆଦେଶକୁ ଅମାନ୍ୟ କରୁଛି, ଏହା ସେମାନଙ୍କ ପାଇଁ ଏକ ନୂଆ ଅନୁଭୂତି ଥିଲା।
ଶେଷରେ ପ୍ରବଳ ଜନ ଅସନ୍ତୋଷ ଦେଖି ସରକାର ବାଧ୍ୟ ହୋଇ ଏକ କମିଟି ଗଠନ କଲେ। ଏହି ତିନିକାଠିଆ ବ୍ୟବସ୍ଥାକୁ ଉଚ୍ଛେଦ କରାଗଲା ଏବଂ ଆଦାୟ କରାଯାଇଥିବା ବେଆଇନ ଟିକସର 25% ଚାଷୀମାନଙ୍କୁ ଫେରାଇ ଦିଆଗଲା। ଭାରତ ମାଟିରେ ଏହା ଥିଲା ସତ୍ୟାଗ୍ରହର ପ୍ରଥମ ବିଜୟ। ତାପରେ ଆସିଲା 1918ର ଖେଡ଼ା ଆନ୍ଦୋଳନ। ଗୁଜରାଟର ଖେଡ଼ା ଜିଲ୍ଲାରେ ଦୁର୍ଭିକ୍ଷ କାରଣରୁ ଶସ୍ୟ ଉତ୍ପାଦନ ଭୟଙ୍କର ଭାବେ ବାଧାପ୍ରାପ୍ତ ହୋଇଥିଲା। ନିୟମ ଅନୁଯାୟୀ ଯଦି ଉତ୍ପାଦନ ସ୍ୱାଭାବିକ ଉତ୍ପାଦନର ଏକ ଚତୁର୍ଥାଂଶରୁ କମ୍ ହୁଏ ତେବେ ରାଜସ୍ୱ ଛାଡ଼ ହେବା କଥା। କିନ୍ତୁ ବ୍ରିଟିଶ ଅଧିକାରୀମାନେ ଶୁଣିବାକୁ ନାରାଜ। ସେମାନେ ସମ୍ପୂର୍ଣ୍ଣ ଟିକସ ଆଦାୟ ପାଇଁ ଜିଦ୍ ଧରି ବସିଲେ। ଏଠାରେ ମଧ୍ୟ ଗାନ୍ଧିଜୀ ସେଇ ଅହିଂସା ଅସ୍ତ୍ରର ପ୍ରୟୋଗ କଲେ ନା? ଆଜ୍ଞା, ସେ ଚାଷୀମାନଙ୍କୁ ଏକାଠି କରି କହିଲେ ଯେ କେହି ବି ଟିକସ ଦେବେ ନାହିଁ। ଯାହା ପରିଣାମ ହେବ ସମସ୍ତେ ମିଶି ସାମ୍ନା କରିବା। ଏହି ଆନ୍ଦୋଳନରେ ଗାନ୍ଧିଜୀଙ୍କର ଜଣେ ବଡ଼ ସହଯୋଗୀ ଥିଲେ ଇନ୍ଦୁଲାଲ ଯାଜିକ୍। ଆଉ ଏ ଖେଡ଼ା ଆନ୍ଦୋଳନର ଏକ ସବୁଠାରୁ ବଡ଼ ସଫଳତା ହେଉଛି ଏହି ଆନ୍ଦୋଳନ ସମୟରେ ଅହମ୍ମଦାବାଦର ଜଣେ ପ୍ରତିଷ୍ଠିତ ଆଇନଜୀବୀ ଗାନ୍ଧିଜୀଙ୍କର ବିଚାରରେ ଏତେ ପ୍ରଭାବିତ ହେଲେ ଯେ ସେ ତାଙ୍କର ଜଣେ ଆଜୀବନ ଅନୁଗାମୀ ପାଲଟିଗଲେ। ମୁଁ ବୋଧହୁଏ ଜାଣିଛି ସେ କିଏ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ନୁହେଁ କି? ଏକଦମ ଠିକ୍। ଶେଷରେ ସରକାର ବାଧ୍ୟ ହୋଇ ଏକ ଗୁପ୍ତ ନିର୍ଦ୍ଦେଶନାମା ଜାରି କଲେ ଯେ କେବଳ ସେହି ଚାଷୀମାନଙ୍କଠାରୁ ଟିକସ ନିଆଯିବ ଯେଉଁମାନେ ଦେବାକୁ ସକ୍ଷମ। ବାକି ସମସ୍ତଙ୍କର ଟିକସ ଛାଡ଼ ହେଲା। ଏହି ଦୁଇଟି ଆନ୍ଦୋଳନ କୃଷକମାନଙ୍କର ଥିଲା। କିନ୍ତୁ ତୃତୀୟ ଆନ୍ଦୋଳନଟି ଟିକେ ଭିନ୍ନ ଥିଲା। ତାହା ଥିଲା ଅହମ୍ମଦାବାଦର ଲୁଗାକଳା ଆନ୍ଦୋଳନ। ଏହା କୌଣସି ବ୍ରିଟିଶ ସରକାର ବିରୋଧରେ ନଥିଲା, ବରଂ ଭାରତୀୟ ମାଲିକମାନଙ୍କ ବିରୋଧରେ ଥିଲା। ପ୍ରକୃତରେ ସେଠାରେ ଶ୍ରମିକମାନଙ୍କୁ ମିଳୁଥିବା ପ୍ଲେଗ୍ ବୋନସକୁ ମାଲିକମାନେ ହଠାତ୍ ବନ୍ଦ କରିଦେଲେ। ମୂଲ୍ୟ ବୃଦ୍ଧି ସମୟରେ ଏହା ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଧକ୍କା ଥିଲା। ଗାନ୍ଧିଜୀ ଏହି ବିବାଦରେ ହସ୍ତକ୍ଷେପ କଲେ ଏବଂ ଏକ ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କଲେ। କିନ୍ତୁ ମାଲିକମାନେ ରାଜି ହେଲେ ନାହିଁ ବୋଧହୁଏ। ନା, ସେମାନେ ମାନିଲେ ନାହିଁ। ଗାନ୍ଧିଜୀ ଅନୁଧ୍ୟାନ କରି ଦେଖିଲେ ଯେ ଶ୍ରମିକମାନଙ୍କର ଅତିକମରେ 35% ମଜୁରୀ ବୃଦ୍ଧି ହେବା ଦରକାର। ଏହି ଦାବି ନେଇ ସେ ଶ୍ରମିକମାନଙ୍କ ସହ ଆନ୍ଦୋଳନ ଆରମ୍ଭ କଲେ ଏବଂ ଏହିଠାରେ ସେ ପ୍ରଥମ ଥର ପାଇଁ ନିଜରୁ ଏକ ଅତି ଶକ୍ତିଶାଳୀ ଅସ୍ତ୍ରର ପ୍ରୟୋଗ କଲେ, ଅନୁଶନ କିମ୍ବା ଉପବାସ। ସେ ସର୍ବସାଧାରଣରେ ଅନୁଶନ ଆରମ୍ଭ କଲେ। ଏହା ନିଶ୍ଚିତ ଭାବେ ମାଲିକମାନଙ୍କ ଉପରେ ଏକ ବିରାଟ ନୈତିକ ଚାପ ପକାଇଥିବ। ହଁ, ଶେଷରେ ସେମାନେ ହାର ମାନିଲେ ଏବଂ ମଜୁରୀ 35% ବୃଦ୍ଧି କରାଗଲା। ତାହେଲେ ଆମେ ଦେଖିପାରୁଛୁ ଯେ ଏହି ତିନୋଟି ଆନ୍ଦୋଳନ ଗାନ୍ଧିଜୀଙ୍କୁ ଏକ ଆଞ୍ଚଳିକ ନେତାରୁ ସିଧାସଳଖ ଜଣେ ସର୍ବଭାରତୀୟ ନେତାରେ ପରିଣତ କରିଦେଲା। ତାଙ୍କର ପତ୍ରିକା ନବଜୀବନ ଏବଂ ୟଙ୍ଗ ଇଣ୍ଡିଆ ମାଧ୍ୟମରେ ତାଙ୍କର ଚିନ୍ତାଧାରା ପୁରା ଦେଶରେ ଖେଳିଗଲା। ଲୋକେ ବିଶ୍ୱାସ କରିବାକୁ ଲାଗିଲେ ଯେ ଏହି ମଣିଷଟି ହିଁ ଆମକୁ ବ୍ରିଟିଶ ଅତ୍ୟାଚାରରୁ ମୁକ୍ତି ଦେଇପାରିବେ। କିନ୍ତୁ ଦେଖନ୍ତୁ, ଏହି ଆଶା ଏବଂ ଉତ୍ସାହର ଠିକ୍ ପରେ ପରେ ଭାରତୀୟ ଇତିହାସର ସବୁଠାରୁ କଳା ଏବଂ ଯନ୍ତ୍ରଣାଦାୟକ ଅଧ୍ୟାୟ ଆସି ପହଞ୍ଚିଲା। ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥିବା ସମୟରେ ଭାରତୀୟମାନେ ବ୍ରିଟିଶ ସରକାରଙ୍କୁ ଧନ, ଜୀବନ ଦେଇ ବହୁତ ସାହାଯ୍ୟ କରିଥିଲେ। ସମସ୍ତଙ୍କର ଆଶା ଥିଲା ଯେ ଯୁଦ୍ଧ ଶେଷ ହେବା ପରେ ବ୍ରିଟିଶ ସରକାର କୃତଜ୍ଞତା ସ୍ୱରୂପ ଭାରତୀୟମାନଙ୍କୁ କିଛି ରାଜନୀତିକ ଅଧିକାର ଦେବେ ଏବଂ ସ୍ୱାୟତ୍ତ ଶାସନର ବାଟ ଫିଟିବ। କିନ୍ତୁ ପ୍ରତିବଦଳରେ ସେମାନଙ୍କୁ କ'ଣ ମିଳିଲା? ମିଳିଲା ଏକ ଅତ୍ୟନ୍ତ କଠୋର ଏବଂ ନିର୍ଦ୍ଦୟ ଆଇନ, ରାଉଲତ ଆଇନ। 1919 ମସିହାରେ ଇଂରେଜ ବିଚାରପତି ରାଉଲତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଏହି ଆଇନ ପ୍ରସ୍ତୁତ କରିଥିଲା। ଏହି ଆଇନଟି ଏତେ ଭୟଙ୍କର ଥିଲା ଯେ ଏହାକୁ କଳା ଆଇନ କୁହାଗଲା। ପ୍ରକୃତରେ ତାହା ଏକ କଳା ଆଇନ ହିଁ ଥିଲା। ଏହା ବଳରେ ସରକାର ଯେକୌଣସି ଭାରତୀୟଙ୍କୁ ବିନା କୌଣସି ପ୍ରମାଣରେ, ବିନା ବିଚାରରେ ସିଧାସଳଖ ଗିରଫ କରି ଜେଲରେ ଭର୍ତ୍ତି କରିପାରିବେ। ନା କୌଣସି ଅପିଲ କରିହେବ, ନା କୌଣସି ଓକିଲ ରଖିହେବ। ମାର୍ଚ୍ଚ 18, 1919 ମସିହାରେ ଏହି ଆଇନକୁ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ଗୃହୀତ କରାଗଲା, ଯଦିଓ ସମସ୍ତ ଭାରତୀୟ ସଭ୍ୟ ଏହାକୁ ତୀବ୍ର ବିରୋଧ କରିଥିଲେ। ଆଉ ଏହି କଳା ଆଇନର ପ୍ରତିବାଦରେ ଗାନ୍ଧିଜୀ ଏକ ଗଣ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ସମଗ୍ର ଦେଶକୁ ଆହ୍ୱାନ ଦେଲେ। କିନ୍ତୁ ଆମର ଏହି ଉତ୍ସରେ ଯେଉଁଥିରେ ସବୁ ଦିଗକୁ ନିରପେକ୍ଷ ଭାବରେ ଉପସ୍ଥାପନ କରାଯାଇଛି, ସେଥିରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ ଅଛି। ଏହି ଆନ୍ଦୋଳନକୁ କିନ୍ତୁ ଦେଶର ସବୁ ବଡ଼ ନେତା ସମର୍ଥନ କରିନଥିଲେ। ହଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ତଥ୍ୟ। ଆନି ବେସାନ୍ତ, ଦିନଇଦୁଲଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାପ୍ରୁ ଏବଂ ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ଅତ୍ୟନ୍ତ ସମ୍ମାନିତ ଏବଂ ବରିଷ୍ଠ ନେତାମାନେ ଏହାକୁ ବିରୋଧ କରିଥିଲେ। ସେମାନଙ୍କର ଯୁକ୍ତି କ'ଣ ଥିଲା?
ସେମାନଙ୍କର ଆଶଙ୍କା ଥିଲା ଯେ ସାଧାରଣ ଜନତା ଏବେ ବି ଅହିଂସାର ପ୍ରକୃତ ଅର୍ଥ ବୁଝିନାହାନ୍ତି। ଏତେ ବଡ଼ ଆକାରରେ ଗୋଟେ ଗଣ ଆନ୍ଦୋଳନ ହେଲେ ଲୋକେ ଉତ୍କ୍ଷିପ୍ତ ହୋଇ ହିଂସାତ୍ମକ ପଥ ଆପଣାଇ ପାରନ୍ତି ଏବଂ ଯଦି ଥରେ ହିଂସା ଆରମ୍ଭ ହୁଏ ତେବେ ବ୍ରିଟିଶ ସରକାର ଅତି ନିର୍ମମ ଭାବରେ ଏହାକୁ ଦମନ କରିବେ। କିନ୍ତୁ ଗାନ୍ଧିଜୀ ନିଜ ନିଷ୍ପତ୍ତିରେ ଅଟଳ ଥିଲେ। ତାଙ୍କ ଡାକରାରେ 1919 ଏପ୍ରିଲ 6 ତାରିଖରେ ସମଗ୍ର ଦେଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା। ଦୋକାନ ବଜାର ବନ୍ଦ ରହିଲା, ଲୋକେ ଉପବାସ ରଖିଲେ ଏବଂ ସାମୂହିକ ପ୍ରାର୍ଥନା କରି ଶାନ୍ତିପୂର୍ଣ୍ଣ ହଡ଼ତାଲ ପାଳନ କଲେ। ଆଉ ଇଂରେଜ ସରକାର ଏହି ଏକତା ଦେଖି ଭୟଭୀତ ହୋଇଗଲେ। ସେମାନେ ଦମନମୂଳକ ନୀତି ଆପଣାଇଲେ। ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ପୁଣି ଛାଡ଼ି ଦିଆଗଲା। କିନ୍ତୁ ଏହି ଖବର ସାରା ଦେଶରେ ନିଆଁ ଭଳି ବ୍ୟାପିଗଲା। ଆଉ ସବୁଠାରୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେଲା ପଞ୍ଜାବର ଅମୃତସରରେ, ନୁହେଁ କି? ହଁ, ଏପ୍ରିଲ 10 ତାରିଖରେ ଅମୃତସରର 2 ଜଣ ଅତି ଲୋକପ୍ରିୟ ନେତା ଡକ୍ଟର ସତ୍ୟପାଲ ଏବଂ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କୁ ସରକାର ଗିରଫ କରିନେଲେ। ଏହାର ପରିଣାମ ସ୍ୱରୂପ ଯାହା ଘଟିଲା, ତାହା ଭାବିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ଏପ୍ରିଲ 13, 1919 ମସିହା। ସେଦିନ ଥିଲା ପଞ୍ଜାବର ପାରମ୍ପରିକ ବୈଶାଖୀ ଉତ୍ସବ। ଏକଦମ। ଅମୃତସରର ଜାଲିଆନାବାଲା ବାଗ ନାମକ ଏକ ଆବଦ୍ଧ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ନିଜ ନେତାମାନଙ୍କ ଗିରଫଦାରୀର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଆସିଥିଲେ, ଆଉ ଅନେକ କେବଳ ଉତ୍ସବ ପାଳନ ପାଇଁ ଗାଁରୁ ଆସିଥିଲେ। ମାନେ ସେଇ ନିରୀହ ଲୋକମାନେ ଆଦୌ ଜାଣିନଥିଲେ ଯେ ସହରରେ ସାମରିକ ଆଇନ ବା ମାର୍ଶାଲ ଲ ଲାଗୁ କରାଯାଇଛି। କୌଣସି ପ୍ରକାର ସଭା ସମିତି ସେଠାରେ ନିଷେଧ କରାଯାଇଥିଲା। ସଠିକ୍ କଥା। ସେହି ଜାଲିଆନାବାଲା ବାଗର ବିଶେଷତ୍ୱ ଥିଲା ଯେ ଚାରିଆଡ଼େ ଉଚ୍ଚା ପ୍ରାଚୀର ଥିଲା ଏବଂ ଭିତରକୁ ଯିବା ବା ବାହାରିବା ପାଇଁ କେବଳ ଗୋଟିଏ ହିଁ ସଂକୀର୍ଣ୍ଣ ରାସ୍ତା ଥିଲା। ଠିକ୍ ସେତିକିବେଳେ ସେଠାରେ ପହଞ୍ଚିଲେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟର। ସେ ନିଜ ସୈନ୍ୟମାନଙ୍କୁ ନେଇ ସେହି ଗୋଟିଏ ମାତ୍ର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଲେ। ବିନା କୌଣସି ସତର୍କ ସୂଚନାରେ। ହଁ, ସମ୍ପୂର୍ଣ୍ଣ ବିନା ସୂଚନାରେ। ସେଠାରେ ଉପସ୍ଥିତ ଥିବା ନିରସ୍ତ୍ର ଲୋକମାନଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ସେ କିଛି ବି କହିଲେ ନାହିଁ। ସିଧାସଳଖ ଆଖିବୁଝା ଗୁଳି ଚଳାଇବାକୁ ଆଦେଶ ଦେଲେ। ଖସିଯିବାକୁ କୌଣସି ବାଟ ନଥିଲା। ପ୍ରାୟ 10 ମିନିଟ୍ ଧରି ନିରବଚ୍ଛିନ୍ନ ଭାବେ ଗୁଳି ବର୍ଷା ହେଲା। ପିଲା, ବୁଢ଼ା, ମହିଳା କେହି ବି ବର୍ତ୍ତିଲେ ନାହିଁ। ମୁଁ ଯେତେବେଳେ ଏହି ପରିସଂଖ୍ୟାନ ଦେଖୁଛି, ଏହା ଅତ୍ୟନ୍ତ ହୃଦୟ ବିଦାରକ। ପରିସଂଖ୍ୟାନ ପ୍ରକୃତରେ ସେହି କ୍ରୂରତାର ଚିତ୍ର ବୟାନ କରେ। ବ୍ରିଟିଶ ସରକାର ଯେଉଁ ସରକାରୀ ରିପୋର୍ଟ ଦେଲେ, ସେଥିରେ କୁହାଗଲା ଯେ 379 ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ 1200 ଜଣ ଆହତ ହୋଇଛନ୍ତି। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା। ତାହେଲେ ପ୍ରକୃତ ସଂଖ୍ୟା କେତେ ଥିଲା? ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ଯେଉଁ ବେସରକାରୀ ତଦନ୍ତ ହେଲା, ସେଥିରୁ ଜଣାପଡ଼ିଲା ଯେ ପ୍ରକୃତ ମୃତ୍ୟୁ ସଂଖ୍ୟା ଥିଲା 1200 ଏବଂ ଆହତଙ୍କ ସଂଖ୍ୟା ଥିଲା ପ୍ରାୟ 3600। ଏହି ନୃଶଂସ ହତ୍ୟାକାଣ୍ଡର ଖବର ଯେତେବେଳେ ସାରା ବିଶ୍ୱରେ ପହଞ୍ଚିଲା, ସମସ୍ତେ ସ୍ତବ୍ଧ ହୋଇଗଲେ। ଇଂରେଜମାନଙ୍କର ନ୍ୟାୟ ବିଚାର ଉପରେ ଥିବା ସାମାନ୍ୟତମ ବିଶ୍ୱାସ ମଧ୍ୟ ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଗଲା। ପଞ୍ଜାବରେ ସାମରିକ ଆଇନ ବଳରେ ଲୋକଙ୍କ ଉପରେ ଏମିତି ଅକଥନୀୟ ଅତ୍ୟାଚାର କରାଗଲା ଯେ ଲୋକମାନେ ଭୟରେ ଶିହରି ଉଠିଲେ। ଏହି ଘଟଣା ସାରା ଦେଶର ବୁଦ୍ଧିଜୀବୀ ଏବଂ ନେତାମାନଙ୍କୁ ଗଭୀର ଆଘାତ ଦେଲା। ଆଉ ଗାନ୍ଧିଜୀ ଏହି ବର୍ବରତାକୁ ଦେଖି ଅତ୍ୟନ୍ତ କ୍ଷୋଭର ସହ କହିଥିଲେ ଯେ କୌଣସି ପ୍ରକାରେ ଏହି ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ଏକ ପାପ। ହଁ, ଆଉ ଏହାର ପ୍ରତିବାଦ ସ୍ୱରୂପ ଏକ ବିରାଟ ପଦକ୍ଷେପ ନିଆଗଲା। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ବ୍ରିଟିଶ ସରକାରଙ୍କ ଦ୍ୱାରା ତାଙ୍କୁ ଦିଆଯାଇଥିବା ନାଇଟ୍ ବା ସାର୍ ଉପାଧିକୁ ସମ୍ପୂର୍ଣ୍ଣ